ନୂଆ ଓ ପାଇଁ 2 ମାସ ହେଲା କ୍ୟାମ୍ପସ୍ ପାଠପଢ଼ା ଠପ୍। ନୂଆ ଓ କାର୍ଯ୍ୟକ୍ରମରେ ରାଜ୍ୟ ତମାମ କ୍ୟାମ୍ପସ୍ରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର। ଏଭଳି କାର୍ଯ୍ୟକ୍ରମ କରି କାହାର ଲାଭ ହେଉଛି? ନିଜର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସରକାର ତ ଫାଇଦା ନେଉଛନ୍ତି, ହେଲେ ଆମ ପିଲାଏ ପାଉଛନ୍ତି କ'ଣ? ପ୍ରାୟ 2 ମାସ ହେବ ପାଠପଢ଼ା ବନ୍ଦ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ପ୍ରତିଯୋଗିତା ନାଁରେ ସଭାମାନଙ୍କରେ ରଙ୍ଗୀନ ନାଚ ଚାଲିଛି। ଅନ୍ୟପଟେ ବିଚରା ଅଧ୍ୟାପକ ବି ମଜବୁର, ହେଲେ ଅଭିଭାବକ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି। କାହାକୁ କହିପାରୁନାହାନ୍ତି ସତ, କିନ୍ତୁ ଘାଟରେ ବାଟରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଆଲୋଚନା ହେଉଛି ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର ଚାଲିଛି। ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ଶିକ୍ଷାନୁଷ୍ଠାନକୁ ପଠାଉଛନ୍ତି, ହେଲେ ଆଗକୁ ପରୀକ୍ଷା ଆସୁଛି। ହେଲେ ପାଠପଢ଼ା ବନ୍ଦ କରି ଏମିତି ନାଚ ଗୀତ ଦେଖିଲେ ପିଲାର ଭବିଷ୍ୟତ କ'ଣ ହେବ ଭାବି ଚିନ୍ତାରେ ଅଭିଭାବକ। ଏସବୁ ଭିତରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗଞ୍ଜାମ ଜିଲ୍ଲାର ବୋଲି କୁହାଯାଉଥିବା ଏହି ଭିଡ଼ିଓଟି 5T ଅଧ୍ୟକ୍ଷଙ୍କୁ ଏକ ଶିକ୍ଷା ଦେଉଛି। ଛାତ୍ରଛାତ୍ରୀ କ'ଣ ଚାହୁଁଛନ୍ତି ଏହା ସୂଚାଇ ଦେଉଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।